Hi everyone, welcome to our YouTube channel. So friends, ଆମର static GK ର ଆଜି ଆଉ ଗୋଟେ କ୍ଲାସ୍ ଯୋଉଥିରେ କି ଆମେ ଦିଟା important topic cover କରିବା। ନିକ୍ ନେମ୍ ଅଫ୍ ରିଭର୍ସ ମାନେ ଆପଣଙ୍କୁ ଯେମିତି କୁହାଯାଏ ଯେମିତି ସରୋ ଅଫ୍ ବିହାର ମାନେ ବିହାରର ଦୁଃଖ କୋଉ ରିଭର କୋସି ରିଭର ତ ସେମ୍ ଜିନିଷ ହେଲା। ତ ସରୋ ଆଉ ଲାଇଫ ଲାଇନ୍ ହେଲା ତ ମେନଲି ଏଇଟା ଦେଖିବା ତାମାନେ ଆମେ ଦେଖିବା ସରୋ କିମ୍ବା ଲାଇଫ ଲାଇନ୍ ଅଫ୍ ଡିଫରେଣ୍ଟ ଷ୍ଟେଟ୍। ଲାଇଫ ଲାଇନ୍ ମାନେ କ'ଣ ଆମେ ଯେମିତି ଓଡ଼ିଶା କଥା କହିବା ଓଡ଼ିଶାର ଯେଉଁ ମହାନଦୀ ସେ ଆମର ସରୋ ଅଫ୍ ଓଡ଼ିଶା ବି ହେଇପାରିବ କାରଣ ମହାନଦୀ ଦ୍ୱାରା ବହୁତ ସାରା ଫ୍ଲଡ୍ ଆସୁଛି ପ୍ରତିବର୍ଷ ଯାହାଫଳରେ ଧନ ଜୀବନ ଯାଉଛି ଆଉ ମହାନଦୀ ଆମର ଲାଇଫ ଲାଇନ୍ ବି ହେଇପାରିବ କାରଣ ତା ଦ୍ୱାରା ଆମେ ଏଗ୍ରିକଲଚର ବି ହେଇପାରୁଛି ଆଉ ତା ଉପରେ ଆମର ହୀରାକୁଦ ଡ୍ୟାମ୍ ଯେମିତି ହେଇଛି ହେଲା। ତ ସେଇ ଯେଉଁ ସରୋ ଆଉ ଲାଇଫ ଲାଇନ୍ ଆମେ ସେଗୁଡ଼ା ଦେଖିବା ହେଲା। ତାପରେ ଆମେ ଦେଖିବା ଇମ୍ପୋର୍ଟାଣ୍ଟ ରିଭଲ୍ୟୁସନ୍ ଦେଖିବା ଆଉ ତାର ଫାଦର ଦେଖିବା ଯେମିତି ଆପଣ ଜାଣିଛନ୍ତି ଗ୍ରୀନ୍ ରିଭଲ୍ୟୁସନ୍ ହେଲା ହ୍ୱାଇଟ୍ ରିଭଲ୍ୟୁସନ୍ ବ୍ଲୁ ରିଭଲ୍ୟୁସନ୍ ତ ସେଗୁଡ଼ା ସବୁ ଦେଖିବା ତାଙ୍କ ଫାଦର ଦେଖିବା ହେଲା। ବହୁତ ଇମ୍ପୋର୍ଟାଣ୍ଟ ଟପିକ୍ ଏଥିରୁ ଏକ୍ଜାମରେ କୋଶ୍ଚିନ୍ ଆସେ ତ ଷ୍ଟାର୍ଟିଂରୁ ଏଣ୍ଡ ଯାଏଁ ଦେଖିବେ ହେଲା। ତ ଦେଖ ଆମେ ଯଦି କହିବା ପ୍ରଥମେ ଆମେ ଦେଖିବା ନିକ୍ ନେମ୍ ଅଫ୍ ରିଭରଟା ଦେଖିବା ଏଇଟା ସରିସାରିଲା ପରେ ତାପରେ ଆମେ ଦେଖିବା ଫାଦର ଅଫ୍ ରିଭଲ୍ୟୁସନ୍ ଡିଫରେଣ୍ଟ ରିଭଲ୍ୟୁସନ୍ର ଫାଦର୍ସ ଗୁଡ଼ା ଦେଖିବା ଆଉ ସେ ରିଭଲ୍ୟୁସନ୍ କୋଉ ଫୁଡ୍ ପାଇଁ ହେଇଥିଲା ସେଇଟା ବି ଦେଖିବା। ଦେଖ ଯଦି ମୁଁ ଆପଣଙ୍କୁ କହିବି ଏଠି ଦେଖ there are many different rivers known as sorrow rivers in different states of India। ତାହେଲେ ଭାରତର ବହୁତ ସାରା ଷ୍ଟେଟ୍ସରେ ବହୁତ ସାରା ନଦୀ ବହୁଛନ୍ତି ଯେଉଁମାନଙ୍କୁ କ'ଣ କୁହାଯାଉଛି ସେଇ ଯେଉଁ ଷ୍ଟେଟ୍ର ସରୋ ବୋଲି କୁହାଯାଉଛି। ଯେମିତି ଏକ୍ଜାମ୍ପଲ୍ ଆପଣଙ୍କୁ ମୁଁ କହିଲି ଯେ ସରୋ ଅଫ୍ ବିହାର ହେଲା ଆପଣଙ୍କର କ'ଣ କୋସି ରିଭର ତାମାନେ ଏହାର ଅର୍ଥ କ'ଣ ଯେ ପ୍ରତିବର୍ଷ ଏଇ କୋସି ରିଭର ଦ୍ୱାରା ବହୁତ ସାରା ଫ୍ଲଡ୍ ଆସୁଛି ବନ୍ୟା ବାତ୍ୟା ଆସୁଥିବ ହେଲା ଯାହାଫଳରେ ସେଠିକାର ଲୋକମାନଙ୍କର ଧନ ଜୀବନ ଯାଉଥିବ ତ ସରୋ ବୋଲି ସେଥିପାଇଁ କୁହାଯାଉଛି କୋସି ରିଭରକୁ ହେଲା ବିହାରର ସରୋ ବୋଲି କୁହାଯାଉଛି। ତାପରେ ନେକ୍ସଟ ଦେଖ ୱାନ୍ ରିଭର ଇଜ ସେଟ୍ ଟୁ ବି ସରୋ ଏବେ ଆପଣଙ୍କୁ ଯୋଉଟା କହିଦେଲି ସେଇଟା ଲେଖା ହେଇଛି ଆମେ କେତେବେଳେ ଗୋଟେ ରିଭରକୁ ସରୋ ବୋଲି କହିବା ଦ ରିଭର ହ୍ୱିଚ୍ ଚେଞ୍ଜ ଇଟ୍ସ ପାଥ୍ କଣ୍ଟିନ୍ୟୁଅସଲି ୱିଦିନ୍ ସର୍ଟ ଇଣ୍ଟରଭାଲ naturally it takes million years for changing its path ଛାଡ଼ and unfortunately invites flood every year due to destruction of its own made banks which helps to obstruct extra river water to cross human settlement areas is called sorrow giving river। ତାମାନେ ଯୋଉଟା ମୁଁ କହିଲି ଆପଣଙ୍କୁ ତାମାନେ ରିଭର କ'ଣ କରୁଛି ତାର ଯୋଉ ରିଭର ବ୍ୟାଙ୍କର ଯୋଉ ସବୁ ଅଛି କ'ଣ ଯୋଉ ସବୁ ଜନବସତି ଗୁଡ଼ା ଅଛି ସେ ପ୍ରତିବର୍ଷ କ'ଣ ହଉଛି ସେଥିରେ ଡିଫରେଣ୍ଟ ଫ୍ଲଡ୍ ଦ୍ୱାରା ସେଠି ଡେଷ୍ଟ୍ରକ୍ସନ୍ ଆଣୁଛି ହେଲା ତ ସେଥିପାଇଁ ସେ ରିଭରକୁ ସେଇ ଷ୍ଟେଟ୍ର ସରୋ ବୋଲି କୁହାଯାଉଛି। ତାହେଲେ ଏଠି ଦେଖ ଯଦି ଆମେ ଫାଷ୍ଟ କହିବା ଏକ ନମ୍ବରରେ ଯେ ଆମର ସରୋ ଅଫ୍ ଆସାମ ବା ଲାଇଫ ଲାଇନ୍ ଅଫ୍ ଆସାମ ଆମର କିଏ ବ୍ରହ୍ମପୁତ୍ର ରିଭର ଆସାମର ସରୋ ମାନେ ଆସାମର ଦୁଃଖ ବି ହେଇପାରେ କାରଣ ପ୍ରତିବର୍ଷ ଆସାମରେ ବହୁତ ସାରା ଲୋକ ମରୁଛନ୍ତି ବ୍ରହ୍ମପୁତ୍ର ରିଭର ଫ୍ଲଡ୍ ଆସିବା ଦ୍ୱାରା ଆଉ ତାର ଲାଇଫ ଲାଇନ୍ ବି ହେଇପାରେ କାରଣ ବ୍ରହ୍ମପୁତ୍ର ରିଭର ବ୍ୟାଙ୍କରେ ଯୋଉମାନେ ସବୁ ରହୁଛନ୍ତି ସେମାନେ ଏଇ ଯୋଉ ନଦୀର ପାଣି ଯୋଗୁଁ ଏଗ୍ରିକଲଚର କରିପାରୁଛନ୍ତି ହେଲା। ତାପରେ ନେକ୍ସଟ ଯଦି ଆମେ ଦେଖିବା ସେକେଣ୍ଡରେ ନେକ୍ସଟ ଏବେ ଆମେ ଦେଖିବା ସେକେଣ୍ଡରେ କ'ଣ ସରୋ ଅଫ୍ କର୍ଣ୍ଣାଟକ ରାଜ୍ୟର ସରୋ କୋଉଟା ଡୋନି ରିଭର ହେଲା କ'ଣ ସେଟା ଡୋନି ରିଭର। ନେକ୍ସଟ ଯଦି କହିବା 3 ନମ୍ବର ସରୋ ଅଫ୍ ବିହାର ଏଇଟା ହେଲା କୋସି ରିଭର ବହୁତ ଟାଇମ୍ କୋଶ୍ଚିନ୍ ପଚାରେ ରେଲୱେ ଗ୍ରୁପ ଡି ରେ ବି ଏଇଟା ପଚାରିଥିଲା ହେଲା ତ କୋସି ରିଭର ହେଲା ସରୋ ଅଫ୍ ବିହାର। ନେକ୍ସଟ ଯଦି କହିବା ସରୋ ଅଫ୍ ଓଡ଼ିଶା ଇଏ ଆପଣଙ୍କର ହେଇଯିବ କ'ଣ ମହାନଦୀ ରିଭର ହେଲା ମହାନଦୀ ରିଭର ଆପଣଙ୍କର କ'ଣ ସରୋ ଅଫ୍ ଓଡ଼ିଶା ହେଲା। ଆଉ ବହୁତ ଟାଇମ୍ କୋଶ୍ଚିନ୍ ପଚାରେ ମହାନଦୀ ଉପରେ ଆପଣଙ୍କର କ'ଣ ଡ୍ୟାମ୍ ଅଛି ଯୋଉଟା କି ଆମର ଲାର୍ଜେଷ୍ଟ ଡ୍ୟାମ୍ ସେଟା କ'ଣ ହୀରାକୁଦ ହେଲା କୋଉଠି ହେଇଛି ଏଟା ସମ୍ବଲପୁର ହେଲା। ନେକ୍ସଟ ଆଗକୁ ଯିବା ତାପରେ ଦେଖ ସରୋ ଅଫ୍ ବେଙ୍ଗଲ ଯଦି କହିବା ସରୋ ଅଫ୍ ବେଙ୍ଗଲ ହେଲା ଆପଣଙ୍କର କିଏ ଦାମୋଦର ରିଭର ହେଲା ଆପଣଙ୍କର କ'ଣ ସରୋ ଅଫ୍ ବେଙ୍ଗଲ। ନେକ୍ସଟ ଯଦି ମୁଁ କହିବି ଆପଣଙ୍କୁ ସରୋ ଅଫ୍ ଉତ୍ତରପ୍ରଦେଶ ଇଏ ଆପଣଙ୍କର ହେଇଯିବ କ'ଣ ଘାଗରା ରିଭର ହେଇଯିବ ଆପଣଙ୍କର କ'ଣ ଉତ୍ତରପ୍ରଦେଶର ଦୁଃଖ ବା ସରୋ ଅଫ୍ ଉତ୍ତରପ୍ରଦେଶ। ନେକ୍ସଟ ଯଦି ମୁଁ ଆପଣଙ୍କୁ କହିବି ଦେଖ ହ୍ୱିଚ୍ ଅଫ୍ ଦି ଫଲୋଇଂ ରିଭର ଇଜ ନୋନ୍ ଆଜ୍ ଇଣ୍ଡିଆସ୍ ରିଭର ଅଫ୍ ସରୋ ହେଲା ମାନେ ଭାରତର ଦୁଃଖ ବୋଲି କୋଉ ନଦୀକୁ କୁହାଯାଉଛି ଇଏ ଆମ ରାଇଟ୍ ଆନ୍ସର କୋଉଟା ହେଇଯିବ ଦାମୋଦର ରିଭର ହେଇଯିବ ଆମର ରାଇଟ୍ ଆନ୍ସର ବୁଝିଉଛି କି ନାହିଁ ୟାକୁ ଇଣ୍ଡିଆସ୍ ରିଭର ଅଫ୍ ସରୋ ବୋଲି କୁହାଯାଏ। ଆଉ ଏବେ ଟିକେ ପୂର୍ବରୁ ଆପଣଙ୍କୁ କହିଲି
ଆପଣଙ୍କର ଏଇଠି ଦେଖ ଦାମୋଦର ରିଭର ଇଏ ଆପଣଙ୍କର ହେଇଯିବ କ'ଣ ସରୋ ଅଫ୍ ବେଙ୍ଗଲ ବି ହେଇଯିବ ଆଉ ଯଦି ସରୋ ଅଫ୍ ଇଣ୍ଡିଆ ପଚାରେ ଇଏ ବି ଆପଣଙ୍କର କ'ଣ ହେଇଯିବ ଦାମୋଦର ରିଭର ହେଇଯିବ ହେଲା। ତାପରେ ନେକ୍ସଟ ଆଗକୁ ଯିବା ଯଦି ସରୋ ଅଫ୍ ଚାଇନା କଥା କହିବା ଚାଇନାର ସରୋ କିଏ ହୁଆଙ୍ଗ ହେ ବା ସେଟାକୁ ୟେଲୋ ରିଭର ବୋଲି ମଧ୍ୟ କୁହାଯାଏ ହୁଆଙ୍ଗ ହେ ବା ସେଟାକୁ କ'ଣ କୁହାଯାଏ ୟେଲୋ ରିଭର ବୋଲି ମଧ୍ୟ କୁହାଯାଏ। ଏଇଠି ଦେଖ ଯଦି ମୁଁ କହିବି ହୁଆଙ୍ଗ ହେ is the third longest river in Asia and the sixth longest river system in the world in length ହେଲା ତାହେଲେ ଏସିଆର 3 ନମ୍ବର ଲଙ୍ଗେଷ୍ଟ ରିଭର କିଏ ହୁଆଙ୍ଗ ହେ ହେଲା ଯୋଉଟା କି ଚାଇନାର। ତାପରେ ଆମେ ଯଦି କହିବା ସିକ୍ସଥ ଲଙ୍ଗେଷ୍ଟ ରିଭର ସିଷ୍ଟମ ଇନ୍ ଦ ୱାର୍ଲଡ କଥା ଯଦି କହିବା ଆମର କିଏ ଏଇ ହୁଆଙ୍ଗ ହେ ହେଇଯିବ ହେଲା ଲେନ୍ଥ ଆକର୍ଡିଂ। ତାପରେ ନେକ୍ସଟ ଯଦି ମୁଁ ଆପଣଙ୍କୁ କହିବି ଲାଇଫ ଲାଇନ ଅଫ ଆନ୍ଧ୍ରପ୍ରଦେଶର ଲାଇଫ ଲାଇନ କିଏ ଗୋଦାବରୀ ଲାଇଫ ଲାଇନ ମାନେ ବୁଝିପାରୁଛ ନା ତ ଏଇ ଗୋଦାବରୀ ନଦୀ ଦ୍ୱାରା ଏ ରାଜ୍ୟର ବହୁତ ସାରା କ'ଣ ହଉଛି ଲାଭ ହଉଛି ମାନେ ଏ ନଦୀ କୂଳରେ ଯୋଉ ସବୁ ଜନବସତି ରହୁଛନ୍ତି ସେମାନେ ନଦୀ ପାଣିକୁ ୟୁଜ କରିକି ଏଗ୍ରିକଲଚର କରୁଛନ୍ତି ହେଲା ତ ଏସବୁ ସେଥିପାଇଁ ତାକୁ କନସିଡର କରାଯାଉଛି ଲାଇଫ ଲାଇନ ଅଫ ଆନ୍ଧ୍ରପ୍ରଦେଶ କ'ଣ ହେଇଯିବ ଗୋଦାବରୀ। ନେକ୍ସଟ ଯଦି ଆମେ କହିବା ଲାଇଫ ଲାଇନ ଅଫ ମଧ୍ୟପ୍ରଦେଶର ଲାଇଫ ଲାଇନ କିଏ ନର୍ମଦା ରିଭର ହେଇଯିବ ଲାଇଫ ଲାଇନ ଅଫ ମଧ୍ୟପ୍ରଦେଶ। ନେକ୍ସଟ ଯଦି ଆମେ ଦେଖିବା ଲାଇଫ ଲାଇନ ଅଫ କେରଳର ଲାଇଫ ଲାଇନ କିଏ ପେରିୟାର ରିଭର ହେଲା କେରଳର ଲାଇଫ ଲାଇନ। ନେକ୍ସଟ ଯଦି ଆମେ କହିବା ଲାଇଫ ଲାଇନ ଅଫ ଗୋଆର କିଏ ହେଇଯିବ ମାଣ୍ଡୋଭି ହେଲା ମାଣ୍ଡୋଭି ରିଭର ହେଇଯିବ ଲାଇଫ ଲାଇନ ଅଫ ଗୋଆ। ସିକିମର ଲାଇଫ ଲାଇନ କଥା କହିଲେ ଇଏ ଆପଣଙ୍କର ହେଇଯିବ ତିସ୍ତା ରିଭର ଇଜ ଦ ଲାଇଫ ଲାଇନ ଅଫ ସିକିମ। ତାପରେ ନେକ୍ସଟ ଯଦି ଆମେ କହିବା ବୃଦ୍ଧ ଗଙ୍ଗା ବା ଓଲ୍ଡ ଗଙ୍ଗା ହେଲା ବା ଦକ୍ଷିଣ ଗଙ୍ଗା କାହାକୁ କୁହାଯାଏ ଗୋଦାବରୀ ବହୁତ ଟାଇମ କ୍ୱେଶ୍ଚିନ ପଚାରେ ମନେ ରଖିବ ଗୋଦାବରୀ ରିଭରକୁ କ'ଣ କୁହାଯାଏ ବୃଦ୍ଧି ଗଙ୍ଗା ବା ଓଲ୍ଡ ଗଙ୍ଗା ବୋଲି କୁହାଯାଏ ବା ଦକ୍ଷିଣ ଗଙ୍ଗା ବୋଲି ମଧ୍ୟ କୁହାଯାଏ। ନେକ୍ସଟ ଯଦି ଆମେ କହିବା ଲାବଣ୍ୟବତୀ ବା ସଲ୍ଟ ରିଭର ଆମର କୋଉଟା କହିଲ ଲୁଣି ରିଭର ହେଲା ଲାବଣ୍ୟବତୀ ବୋଲି ଲୁଣି ରିଭରକୁ ମଧ୍ୟ କୁହାଯାଏ କ'ଣ ଲାବଣ୍ୟବତୀ ବୋଲି କୁହାଯାଏ ଆଉ ସିଏ ଆମର ସଲ୍ଟ ରିଭର। ତାପରେ ଯଦି ନେକ୍ସଟ କହିବା ଲାଇଫ ଲାଇନ ଅଫ ନାଇଜେରିଆ ବା ଇଜିପ୍ଟ ବା ୟୁରୋପର କୋ ଇଏ ହେଲା ଆପଣଙ୍କର ନାଇଲ ରିଭର ବା ଯୋଉଟା ନୀଳ ନଦୀ ଆପଣମାନେ ଜାଣିଛନ୍ତି। ଲଙ୍ଗେଷ୍ଟ ରିଭର ଇନ୍ ଦ ୱାର୍ଲଡ ନାଇଲ ରିଭର ହେଲା ଲଙ୍ଗେଷ୍ଟ ରିଭର ଇନ୍ ଦ ୱାର୍ଲଡ ହେଲା। ତ ଆମେ ଦେଖିଦେଲେ ଲାଇଫ ଲାଇନ ଆଉ ସରୋ ଗୁଡା ସବୁ ଆମେ ଦେଖିଦେଲେ ହେଲା କୋଉ ରିଭରକୁ ଲାଇଫ ଲାଇନ କୁହାଯାଉଛି କୋଉ ରିଭରକୁ ସରୋ ବୋଲି କୁହାଯାଉଛି ସେ ସବୁ ଜିନିଷ ଗୁଡା ଆମେ ଦେଖିଦେଲେ। ଏବେ ଆମେ ଦେଖିବା ଡିଫରେଣ୍ଟ ରିଭଲ୍ୟୁସନ କୋଉ କ୍ରପ ପାଇଁ ବା କୋଉ ଫୁଡ ପାଇଁ ହେଇଛି ହେଲା କିମ୍ବା କୋଉ ପ୍ରଡକ୍ଟ ପାଇଁ ହେଇଛି ଆଉ ତାର ଫାଦର କିଏ ଥିଲେ ମାନେ କିଏ ସେଇଟାକୁ ଷ୍ଟାର୍ଟ କରିଥିଲେ ସେ ରିଭଲ୍ୟୁସନକୁ ତ ସେ ବିଷୟରେ ଏବେ ଆମେ ଦେଖିବା। ତ ଦେଖ ଆମର ଫାଷ୍ଟ କ'ଣ ଆସିଲା ଫାଷ୍ଟ ଆସିଲା ଆମର ଗୋଲ୍ଡେନ ରିଭଲ୍ୟୁସନ ଆମର ହନି ଆଉ ହର୍ଟିକଲଚର ମାନେ ତ ଜାଣିଛନ୍ତି ହର୍ଟିକଲଚର କ'ଣ କଲ୍ଟିଭେସନ ଅଫ ମେଡିକାଲ ପ୍ଲାଣ୍ଟସ ଫ୍ରୁଟ୍ସ ଭେଜିଟେବୁଲ୍ସ ନଟ୍ସ ସିଡ୍ସ ହର୍ବସ ଇଏ ହେଲା ଆମର ହର୍ଟିକଲଚର। ତାହେଲେ ଗୋଲ୍ଡେନ ରିଭଲ୍ୟୁସନ ଆମର ମେନଲି ବହୁତ ଟାଇମ ପଚାରେ ଅପସନରେ ହନି ଦେଇଥାଏ ହେଲା ତ ସେଥିପାଇଁ ଆମର ହେଇଥାଏ। ୟାର ଯଦି ଫାଦର କଥା କହିବା ନିର୍ଫାକ ଟ୍ୟୁଟିସ ହେଲେ ଗୋଲ୍ଡେନ ରିଭଲ୍ୟୁସନର ଫାଦର। ଏଇଟା ଗୋଲ୍ଡେନ ରିଭଲ୍ୟୁସନଟା 1991ରୁ ଷ୍ଟାର୍ଟ ହେଇଥିଲା 2003 ଏଇ ମଧ୍ୟରେ ଗୋଲ୍ଡେନ ରିଭଲ୍ୟୁସନଟା ଚାଲିଥିଲା ହେଲା। ତାପରେ ଯଦି ଆମେ ନେକ୍ସଟ ଦେଖିବା ହ୍ୱାଇଟ ରିଭଲ୍ୟୁସନ ଯୋଉଟା ଆମର କ'ଣ ପାଇଁ ହେଇଥିଲା ମିଲ୍କ ପାଇଁ ହେଇଥିଲା ହ୍ୱାଇଟ ରିଭଲ୍ୟୁସନ ଫାଦର ଅଫ ହ୍ୱାଇଟ ରିଭଲ୍ୟୁସନ କିଏ ଭର୍ଗିଜ କୁରେନ ଅପରେସନ ଫ୍ଲଡ ମଧ୍ୟ ଇଏ ଷ୍ଟାର୍ଟ କରିଥିଲେ ଅମୁଲର ମଧ୍ୟ ଫାଉଣ୍ଡର ଇଏ ତାଙ୍କ ବାର୍ଥଡେ ଯଦି ଆମେ ଦେଖିବା ନଭେମ୍ବର 26 1921 ତ ଯେହେତୁ ନଭେମ୍ବର 26ରେ ସେ ଜନ୍ମ ହେଇଥିଲେ ତ ସେଇ ନଭେମ୍ବର 26କୁ ନ୍ୟାସନାଲ ମିଲ୍କ ଡେ ବୋଲି ପାଳନ କରାଯାଉଛି ହେଲା ନଭେମ୍ବର 26କୁ ନ୍ୟାସନାଲ ମିଲ୍କ ଡେ ବୋଲି ପାଳନ କରାଯାଉଛି କାରଣ ସିଏ ମିଲ୍କ ପ୍ରଡକ୍ଟ ପାଇଁ କ'ଣ କରିଥିଲେ ହ୍ୱାଇଟ ରିଭଲ୍ୟୁସନ ଷ୍ଟାର୍ଟ କରିଥିଲେ। ଆଉ ଯଦି ଆପଣଙ୍କୁ କହିବି 26 ନଭେମ୍ବରରେ ଆମର ରିସେଣ୍ଟଲି କାଲି ଗଲା ହେଲା କାଲି 26 ନଭେମ୍ବର ଗଲା ଆମର କନଷ୍ଟିଚ୍ୟୁସନ ଡେ ହେଲା କନଷ୍ଟିଚ୍ୟୁସନ ଡେ ହେଲା କ'ଣ ଆମର 26 ନଭେମ୍ବର ହେଲା ଆମର ନ୍ୟାସନାଲ ଲ ଡେ ମଧ୍ୟ 26 ନଭେମ୍ବର ସେଇଟା ମନେ ରଖିବ ନ୍ୟାସନାଲ ଲ ଡେ ହେଲା ତ ଏଇ ଜିନିଷଟା ମନେ ରଖିବ। ନେକ୍ସଟ ଯଦି ଆଗକୁ ଯିବା ବ୍ଲୁ ରିଭଲ୍ୟୁସନ ଫିସ୍ ପାଇଁ ହେଇଥିଲା ହେଲା ଆର ଫାଦର କିଏ ଅରୁଣ କ୍ରିଷ୍ଣନ ଆଣ୍ଡ ଡକ୍ଟର ହରିଲାଲ ଚୌଧୁରୀ। ତାପରେ ନେକ୍ସଟ ହେଲା ଗ୍ରୀନ ରିଭଲ୍ୟୁସନ ଯୋଉଟା କି ଆମର ଏଗ୍ରିକଲଚର ପାଇଁ ହେଇଥିଲା
फादर ऑफ इंडियन ग्रीन रिवोल्यूशन किए हमर एमएस स्वामीनाथन आउ जदि फादर ऑफ ग्रीन रिवोल्यूशन इन द वर्ल्ड कथा कहबा नॉर्मन बोरलॉग एटा आपनकर बहुत इंपोर्टेंट हैला तो फादर आ पूर्व जहाँ पढ़ेली से न पढ़ले भी चलो किंतु ये दुटा बहुत इंपोर्टेंट ग्रीन रिवोल्यूशन इंडिया रे फादर क्या कहुए एमएस स्वामीनाथन आ वर्ल्ड कथा कहले से जो आपनकर नॉर्मन बोरलॉग मन रखिए एटा तापर नेक्स्ट जदि कहबा सिल्वर रिवोल्यूशन हमर एग्स आउ पोल्ट्री या पई हेतला सिल्वर रिवोल्यूशन आपण मन रखि पारे तां कलर एग आउ पोल्ट्री हो ए जो ब्रॉयलर कुकुड़ा फुकुड़ा तांकर जो कलरटा माने टिके सेमती एक्चुअली तो व्हाइट व्हाइट देखा जाए किंतु टिके जो सिल्वर कलर टाइप रो कि नहीं तो सेही अनुसार आपण मन रखि परिबे जे सिल्वर रिवोल्यूशन एग्स आउ पोल्ट्री पई हेतला आउ फादर ऑफ सिल्वर रिवोल्यूशन आपनकर इंदिरा गांधी सी से समय प्राइम मिनिस्टर भी थिले सीटा स्टार्ट करथिले सिल्वर रिवोल्यूशन स्टार्ट करथिले नेक्स्ट जदि हम कहबा पिंक रिवोल्यूशन हमर प्रॉन्स चिंगुडी में हेतला फादर थिले दुर्गेश पटेल तापर नेक्स्ट जदि हम कहबा येलो रिवोल्यूशन ये हमर ऑयल सीड्स हैला ऑयल सीड्स आपण देखि परथियो फोटो तो या पई हेतला फादर आर के थिले साम पिटोडा थिले फादर ऑफ येलो रिवोल्यूशन माने फादर कुहाउज माने ता माने ये ही स्टार्ट करथिले रिवोल्यूशन टा नेक्स्ट हमर ब्लैक रिवोल्यूशन कहा पे हेतला पेट्रोलियम प्रोडक्ट पे ब्लैक रिवोल्यूशन हेतला आ हम जदि कहबा ग्रे रिवोल्यूशन हमर फर्टिलाइजर्स पे हेतला हैला एटा मन रखिबे इंपोर्टेंट बहुत नेक्स्ट हला ब्राउन रिवोल्यूशन ये हमर लेदर पे हेतला हैला यार फादर हले हीरालाल चौधरी फादर के हीरालाल चौधरी कहार ब्राउन रिवोल्यूशन एबे टिके पूर्वरु आपन आ गोटे जिंस कहली जे देखो एठी आपनकर हीरालाल चौधरी मध्य फादर ऑफ ब्लू रिवोल्यूशन मन रखियो एटा कंपेयर करी मन रखियो ला तले फादर ऑफ ब्लू रिवोल्यूशन को किंबा आपण फादर ऑफ ग्रे फादर ऑफ ब्राउन रिवोल्यूशन को तो सी आपनकर हे जिवे के हीरालाल चौधरी तापर नेक्स्ट हमर कोन आसला रेड रिवोल्यूशन हमर मीट आउ टमाटो पई हेतला हैला तो यार फादर थिले के विशाल तिवारी थिले यार फादर तापर नेक्स्ट राउंड रिवोल्यूशन पोटैटो पई हेतला तापर जदि हम कहबा गोल्डन फाइबर रिवोल्यूशन जोटा हमर झोट हैला तो ता पई हेतला नेक्स्ट हम जदि कहबा सिल्वर फाइबर रिवोल्यूशन या आपनकर कॉटन बा तुळा पई हेतिला हैला तो ये सब इंपोर्टेंट रिवोल्यूशन उडा आपण मन रखिबे तले हमर आजिरो क्लास सरी गला तले जोथरे की हमें पढिले मेनली कोन सरो और लाइफलाइन माने को रिवर को सरो कुआ जाउची को रिवर को लाइफलाइन कुआ जाउची किछि डिफरेंट स्टेट रो किछि डिफरेंट कंट्री रो सेडा में जानले हैला आउ तापर हम पढ़ले फादर ऑफ इंपोर्टेंट रिवोल्यूशन डिफरेंट रिवोल्यूशन फादर पढ़ले आउ सेटा को प्रोडक्ट पई भी से रिवोल्यूशन ता हितला से जिंस भी जानले आपण माने जानि चंती एटा एग्जाम पॉइंट ऑफ व्यू बहुत इंपोर्टेंट तो जमा भी मिस करेंगे स्टार्टिंग रो एंड जाए देखिए आपको नोट करके शॉर्ट नोट करके आपको पढ़िबे हैला तो ये क्लास रो पीडीएफ जदी चाहउचंती डिस्क्रिप्शन ने मु प्रो स्टडी एप्लीकेशन लिंक दे देथिबी तो तार एप्लीकेशन को आपण सिंपली डाउनलोड करके प्ले स्टोर रो लॉगिन करिवे करसला परे साइड रे 3 लाइंस थिबो ता ऊपर क्लिक करिवे फ्री मटेरियल सेक्शन ने जिवे आउ सेठी आपन को जनरल स्टडी स्टैटिक जीके रो फोल्डर मिल जिवो ता भीतर आपण आमर आ पूर्व भी जी स्टैटिक जीके पढ़ाई तार पीडीएफ पाइबे ता सहित यार भी पीडीएफ पाइबे है जदि वीडियोटी भल लगी निहाती लाइक करेंगे आम चैनल जदि नुआ थे सब्सक्राइब करेंगे है आ वीडियो को बहुत मात्रा रे शेयर करेंगे डिस्क्रिप्शन में आम फ्री टेलीग्राम ग्रुप रो भी लिंक मुझे देदेछि आपन चाहिए से जॉइन हो पारे आम एप्लिकेशन ने एलटीआर आरएच रो प्रीलिम मेंस कोर्स चली है तो आपन चाहिए एप्लिकेशन डाउनलोड करी सेटू देखि परिबे आ जदि कोर्स परचेस करिवारे किछि प्रॉब्लम हुए ताले मते एई नंबर रे आपन मेसेज करिवे ए नंबर रे मेसेज करिवे 7750060048